ସୁଭଦ୍ରା ଯୋଜନାକୁ ନେଇ ଆସିଗଲା ବଡ଼ ଖୁସି ଖବର। ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଫେଜ୍ର ଆବେଦନ ପ୍ରକ୍ରିୟା। ପ୍ରଥମ ଫେଜ୍ରେ ଅର୍ଥାତ୍ 4 ତାରିଖରୁ ଆପ୍ଲାଏ ଷ୍ଟାର୍ଟ ହୋଇଛି। ଯେଉଁମାନେ ମଧ୍ୟ ଆପ୍ଲାଏ କରିନଥିବେ ତେବେ ସମସ୍ତେ ସେପ୍ଟେମ୍ବର 17 ତାରିଖ ପରେ ଆବେଦନ କଲେ ବି ଏମାନଙ୍କୁ ବି ମଧ୍ୟ ମିଳିବ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜାରି କଲେ ବଡ଼ ସୂଚନା। କ'ଣ ରହୁଛି ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ତା ପୂର୍ବରୁ ଆମ ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ଦବାଇ ଦିଅନ୍ତୁ। ଦେଖିପାରୁଥିବେ ଯାହାକି ଆଜିର ନ୍ୟୁଜ୍ରେ ଆସିଛି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା। ସୁଭଦ୍ରା ପାଇଁ ଭିଡ଼ ଜମାନ୍ତୁ ନାହିଁ। ସେପ୍ଟେମ୍ବର 17 ପରେ ମଧ୍ୟ ଆବେଦନ କରିଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଅର୍ଥ ମିଳିବ। ଅଯଥାରେ ତରବର ହୋଇ ଭିଡ଼ କରନ୍ତୁ ନାହିଁ କି କାହା କଥାରେ ପଡ଼ି ଭ୍ରମିତ ହୁଅନ୍ତୁ ନାହିଁ। କେବଳ ଆଧାର କାର୍ଡ଼ ନମ୍ବର ଦେଇ ଆବେଦନ କରନ୍ତୁ। ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 4 ତାରିଖରୁ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଆବେଦନ ଫର୍ମ ଗ୍ରହଣ ଆରମ୍ଭ ହୋଇଛି। ତେବେ ଏହି ଆବେଦନ ପ୍ରକ୍ରିୟାରେ ଆଧାର କାର୍ଡ଼କୁ ଗୁରୁତ୍ୱ ଦିଆଯାଉଥିବାରୁ ଜନସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସ୍ ସାମ୍ନାରେ ଦିନ ତମାମ ଧାଡ଼ିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ଯୋଜନାରେ ଲାଭ ପାଇବାକୁ ହେଲେ ହିତାଧିକାରୀଙ୍କର ଆଧାର କାର୍ଡ଼ ସହିତ ମୋବାଇଲ ନମ୍ବର ସଂଯୋଗ ଓ ଆଧାର କାର୍ଡ଼ ଆଧାରିତ ଆକାଉଣ୍ଟ ନମ୍ବର ଥିବା ବାଧ୍ୟତାମୂଳକ କରାଯାଇଛି। ମାତ୍ର ଗାଁ ଗହଳିର ଲୋକମାନେ ପୂର୍ବରୁ ଏହି ବ୍ୟବସ୍ଥା ସହିତ ଜଡ଼ିତ ନଥିବା ବେଳେ ଅଧିକାଂଶ ମହିଳାଙ୍କର ଆଧାର କାର୍ଡ଼ ସହିତ ଫୋନ୍ ନମ୍ବର ସଂଯୋଗ ନାହିଁ। ସେହିପରି ଆଧାର କାର୍ଡ଼ରେ ନାମଠାରୁ ଆରମ୍ଭ କରି ବୟସ ଆଦିକୁ ନେଇ ତ୍ରୁଟି ରହିଛି। ଭୋରରୁ ମହିଳାମାନେ ପୋଷ୍ଟ ଅଫିସ୍ ସାମ୍ନାରେ ଧାଡ଼ି ଲଗାଇ ଠିଆ ହେଉଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଲାଚକଟା ସ୍ଥିତି ସୃଷ୍ଟି ହେଉଛି। ତେବେ ଆପଣମାନେ ଧ୍ୟାନ ଦିଅନ୍ତୁ ଯେ ଆପଣମାନେ ଏହି 17 ତାରିଖ ପୂର୍ବରୁ କରିନପାରିଲେ ବି କିଛି କଥା ନାହିଁ। ଆପଣ ସେପ୍ଟେମ୍ବର 17 ତାରିଖ ପରେ ମଧ୍ୟ ଆପ୍ଲାଏ କଲେ ବି ଚଳିବ, କିଛି ଅସୁବିଧା ନାହିଁ। ଯାହାକି ଆମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସବୁ ପ୍ରତିକ୍ରିୟା ଦେଇସାରିଲେଣି।